5 ବର୍ଷ ଏବଂ ଏବେ ଯାହା ଅଛି ଯେତିକି ମାସ ସିଂହ ବାହିନୀରେ ହିଁ କାମ କରିବି। ବାବୁ ଆପଣ ସିଂହ ବାହିନୀ ଯାତ୍ରା ମଞ୍ଚକୁ ଏଇ ବର୍ଷ ଦଶହରାରେ ଚଢୁଛନ୍ତି କି? ଆଲୋଚନା ହେଇଛି ବାବୁଙ୍କ ସାଙ୍ଗରେ, ଡେଟ୍ କନଫର୍ମ ହେଇନି, ବାସ୍ ବାବୁଙ୍କ ସାଙ୍ଗରେ କଥା ହେଇଛି ଆସିବା କଥା। ଯାତ୍ରା ଜଗତର ଚର୍ଚ୍ଚିତ ନାୟକ କଳାକାର ଯାହା କହିବେ କାହାକୁ ପୀୟୁଷ ତ୍ରିପାଠୀଙ୍କ କଥା ଅଛପା ନୁହେଁ। କାହିଁକି ସେ 1 ବର୍ଷ ବିଶ୍ରାମ ନେଲେ? ଯାତ୍ରା ମାଲିକ ସଂଘ ପୀୟୁଷ ତ୍ରିପାଠୀଙ୍କୁ କାହିଁକି 1 ବର୍ଷ ବିଶ୍ରାମ ଦେଇଥିଲେ ସେ ସମ୍ପର୍କ ଆପଣ ଜାଣିଥିବେ। ଏବଂ ପୁଣି ଥରେ ଯାତ୍ରା ମଞ୍ଚକୁ ଫେରିବେ ବୋଲି ପୀୟୁଷ ତ୍ରିପାଠୀ ନିଜେ ମାଲିକ ସଂଘକୁ ଚିଠି ମଧ୍ୟ ଦେଇଥିଲେ। 7 ଦିନ ଭିତରେ ତାର ଉତ୍ତର ଦେବା ପାଇଁ ମଧ୍ୟ ମାଲିକ ସଂଘକୁ ମହଲତ ଦିଆଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ମାଲିକ ସଂଘ କିଛି ନିଷ୍ପତ୍ତି ନେଇପାରିଲେ ନାହିଁ। ପୀୟୁଷ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଆସନ୍ତା ବର୍ଷ ନିଶ୍ଚିତ ଭାବରେ ସିଂହ ବାହିନୀ ଯାତ୍ରା ମଞ୍ଚକୁ ଯିବେ ଏବଂ 5 ବର୍ଷ ପାଇଁ ସିଂହ ବାହିନୀ ସହିତ ରହିବେ। ତାପରେ ଯାତ୍ରା ମାଲିକ ସଂଘ କହିଥିଲେ ଯେ ପୀୟୁଷ ତ୍ରିପାଠୀ କୁଆଡ଼େ ଯିବେ ସେ ମାଲିକ ସଂଘ ନିଷ୍ପତ୍ତି ନେବ। ଏବେ କିନ୍ତୁ ସିଂହ ବାହିନୀ ମାଲିକ ସଞ୍ଜୀବ ପାଢ଼ୀ ଖୋଲାଖୋଲି ଘୋଷଣା କରିସାରିଲେ ଦଶହରାରେ, ଏଇ ବର୍ଷ ଦଶହରାରେ ପୀୟୁଷ ତ୍ରିପାଠୀ ସିଂହ ବାହିନୀ ମଞ୍ଚରେ ଯାତ୍ରାକୁ ଆସିବେ। ତାହା କେତେ ଦୂର ସତ ସେ ସମ୍ପର୍କ ଆଲୋଚନା କରିବା ପାଇଁ ମୋ ସହିତ ଅଛନ୍ତି ନିଜେ ପୀୟୁଷ ତ୍ରିପାଠୀ, ତାଙ୍କ ସହିତ ଆଲୋଚନା କରିବେ। ପୀୟୁଷ ବାବୁ ଓଟିକୁ ଧନ୍ୟବାଦ ଆଜ୍ଞା। ପୀୟୁଷ ବାବୁ ଆପଣ ସିଂହ ବାହିନୀ ଯାତ୍ରା ମଞ୍ଚକୁ ଏଇ ବର୍ଷ ଦଶହରାରେ ଚଢୁଛନ୍ତି କି? ଆଲୋଚନା ହେଇଛି ବାବୁଙ୍କ ସାଙ୍ଗରେ, ଡେଟ୍ କନଫର୍ମ ହେଇନି, ବାସ୍ ବାବୁଙ୍କ ସାଙ୍ଗରେ କଥା ହେଇଛି ଆସିବା କଥା। ନାଇଁ ସଞ୍ଜୀବ ପାଢ଼ୀ ସେ ଅଲରେଡି ଘୋଷଣା କରିସାରିଲେଣି ଗତକାଲି ଯେ ଦଶହରାରେ ଆସିବାଟା କଥା ହେଇଛି, କିନ୍ତୁ ଡେଟ୍ଟା କନଫର୍ମ ହେଇନି। ଦଶହରାରେ ଆପଣଙ୍କୁ ଦେଖିବାକୁ ମିଳିବ। ଆଜ୍ଞା ଆଜ୍ଞା। କିନ୍ତୁ ମାଲିକ ସଂଘକୁ ଆପଣ ଚିଠି ଲେଖିଥିଲେ, 7 ଦିନ ମହଲତ ଦେଇଥିଲେ ଯେ ଅନ୍ୟ କଳାକାର ମାନେ ପଇସା ନେଇକି ସେମାନେ ଗୋଟିଏ ପାର୍ଟିରେ କାମ କରୁଛନ୍ତି, କିନ୍ତୁ ଆପଣଙ୍କୁ ଗୋଟେ ଅବିଚାର କରାଗଲା, ବର୍ଷେ ଦିଆଗଲା ବିଶ୍ରାମ। ନା ଏଇ ବର୍ଷ ପାଇଁ କଥା ଠିକ ଥିଲା, ଏଇ ବର୍ଷ ପାଇଁ ଘରେ ରହିବା ପାଇଁ ଯୋଉ କଥାଟି ଥିଲା ସେଇଟା ଠିକ ଥିଲା, କିନ୍ତୁ ଆସନ୍ତା ବର୍ଷ ପାଇଁ ଯୋଉ କ୍ୱେଶ୍ଚିନ୍ ମାର୍କ ଉଠିଲା এইটা সম্পূর্ণ ভুল ଥିଲା। এ ବର୍ଷ ଯଦି ମୁଁ ଭୁଲ କରିଥିଲି ତାହେଲେ ସେ ନିଷ୍ପତ୍ତିଟି ମୁଁ କହିବି ସେଟା ଭୁଲ ଥିଲା, ଯେ 26-27ରେ ମୁଁ କୁଆଡ଼େ ଯିବି ସେ ନିଷ୍ପତ୍ତି ମୋ ହାତରେ ନାହିଁ ଏ କଥାଟି। ତେଣୁ ବିବାଦ ମେଣ୍ଟି ଯାଉ, ସବୁ ଭଲରେ ଚାଲୁ, ସେଥିପାଇଁ ତ ଘରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲି, କିନ୍ତୁ ବିବାଦ 26-27କୁ ସେମିତି ଲାଗି ରହିବ, ଆଉ ଏହା ଲାଗି ହିଁ ରହିଥାନ୍ତା। ତେଣୁ ସେଇଥିପାଇଁ ଡିସାଇଡ୍ କଲି ଯେ ନାଇଁ ଯାତ୍ରାକୁ ଯିବି। କିନ୍ତୁ ମାଲିକ ସଂଘରେ ଆପଣ ରାଜି ଥିଲେ ଯେ 25-26ରେ ଆପଣ ଘରେ ବିଶ୍ରାମ ନେଇଥାନ୍ତେ ନିହାତି। କିନ୍ତୁ ମାଲିକ ସଂଘ କହିଲେ ଯେ ଆସନ୍ତା ବର୍ଷ ପୀୟୁଷ କୁଆଡ଼େ ଯିବେ ସିଏ ସଂଘ ନିଷ୍ପତ୍ତି ନେବ। ମାଲିକ ଏବେ ସୁଦ୍ଧା ବି ଯାଇନାହିଁ, ମୁଁ ଏବେ ସୁଦ୍ଧା କ'ଣ ଯାଇଛି, ସବୁ ତ ରିହର୍ସାଲ ସାରି ଯୋଉ କଳାକାର ଯୋଉ ପାର୍ଟିରେ ରହିବା କଥା ରହି କାମ କଲେଣି, ମୁଁ ଏବେ ଯାଇ ବି ଯାଇନାହିଁ। କିନ୍ତୁ 26-27ରେ ଯିବାର ସ୍ୱାଧୀନତା ଯଦି ନ ରହିବ ଆଉ କ'ଣ ଲାଭ ଅଛି? ଏବେଠୁ ସେ ବିବାଦ ଆରମ୍ଭ ହେଇଯାଏ। ବିବାଦ ମେଣ୍ଟିଯିବ, ୱାନ୍ସ ଗୋଟେ ଯାତ୍ରା ପାର୍ଟିରେ କାମ କଲେ ବିବାଦ ମେଣ୍ଟିଯିବ, ଯାହା ଚାଲିବ ଆଉ କିଛି ଦିନ ଚାଲିବ, ତାପରେ ମେଣ୍ଟିଯିବ, କାମ ବାଟରେ କାମ ଚାଲିବ। ଆପଣ ଚିଠି ଦେବା ପରେ ବି ମାଲିକ ସଂଘ ଚୁପ୍ ବସିବା କ'ଣ ଏହାର କାରଣ? ଜାଣିନି କାହିଁକି ଚୁପ୍ ବସିଛନ୍ତି, ହୁଏତ କାମରେ ବ୍ୟସ୍ତ ଥିବେ, ରିହର୍ସାଲ ଟାଇମ୍, ସେଥିପାଇଁ କୌଣସି ଉତ୍ତର ଦେଇନଥିବେ, କିନ୍ତୁ ଉତ୍ତର ଦେବାଟା ଦରକାର ଥିଲା। କାହିଁକିନା ସେ ଚିଠିର ଯେହେତୁ ଶୁଣାଣି ହେଇଥିଲା, ଏ ଚିଠିର ବି ଶୁଣାଣି ହେଇପାରିଥାନ୍ତା, କିନ୍ତୁ ହେଇପାରିଲାନି। ମାଲିକ ମାନଙ୍କର ତ କିଛି କାମ ନୁହଁ, ଏଠି କଳାକାର, ନିର୍ଦ୍ଦେଶକ, ରାଇଟରଙ୍କର କାମ ଆଖଡ଼ାଶାଳରେ, ମାଲିକଙ୍କର କିଛି ହିଁ କାମ ନାହିଁ। କିନ୍ତୁ ମାଲିକ ଆପଣଙ୍କ ଚିଠିରେ ଜବାବ ତ ଦେଇପାରିଥାନ୍ତେ କି ନାଇଁ, ଆପଣ ଯେଉଁ 7 ଦିନ ପାଇଁ ସମୟ ମାଗିଛନ୍ତି ସେ ହୁଏତ 10 ଦିନ ପାଇଁ ଦେଇପାରିଥାନ୍ତେ, କିନ୍ତୁ ଦେଇ ତ ନାହାନ୍ତି ବୋଲି ମୁଁ ବାବୁଙ୍କ ସାଙ୍ଗରେ ଆଲୋଚନା କଲି ଯେ 5 ବର୍ଷ ପାଇଁ ତ ଯିବାର ଅଛି ସେଠିକି, ତ ମୁଁ ଏବେ କ'ଣ କରିବି, ମୋର କାମ କରିବା ପାଇଁ ଇଚ୍ଛା। ତ ବାବୁଙ୍କ ସାଙ୍ଗରେ ଆଲୋଚନା ହେବା ପରେ ନିଷ୍ପତ୍ତି ହେଲା ଯେ ଆଉ ଯେତିକି ଦିନ ରହିବ ସେ ସିଂହ ବାହିନୀରେ ହିଁ କାମ କରିବେ 5 ବର୍ଷ ପାଇଁ। 5 ବର୍ଷ ଏବଂ ଏବେ ଯାହା ଅଛି ଯେତିକି ମାସ ସିଂହ ବାହିନୀରେ ହିଁ କାମ କରିବି। କିନ୍ତୁ ଆପଣ କହିଥିଲେ ଯେ 5 ବର୍ଷ ପାଇଁ ରହିବେ ସିଂହ ବାହିନୀ। ନିହାତି, କାହିଁ ରହିବେନି? ଜଣଙ୍କ ସାଙ୍ଗରେ ଯଦି ମନ ମିଶିବ, ସବୁକିଛି ଠିକଠାକ ଚାଲିବ, କାହିଁକି ଜଣେ ନ ରହିବ? ଯାତ୍ରା କରିବା ପାଇଁ କ'ଣ କାହାକୁ ଖରାପ ଲାଗେ? ତାପରେ ବର୍ଷକୁ ବର୍ଷ ପାର୍ଟି ବଦଳାଇବା ଦ୍ୱାରା ବହୁତ ବିବାଦ ହେଉଛି, ଯୋଉ ବିବାଦର ମାନେ କୌଣସି ଅର୍ଥ ନାହିଁ, ସେ ବିବାଦ ହେଉଛି। ତେଣୁ 5 ବର୍ଷ ରହିବାଟା ବେଟର।